ଏହା ଗୋଟେ ଦୀର୍ଘ ଦିନର ପ୍ରତୀକ୍ଷା ପରେ କାଲି ତାର ଅନ୍ତ ହେବାକୁ ଯାଉଛି। ଦୀର୍ଘ 7 ବର୍ଷର ଅପେକ୍ଷା ଆକ୍ଚୁଆଲି ଅନ୍ୟ କିଏ ତ ଅନୁଭବ କରିପାରୁନଥିବେ ଯେ ଏଇ ଜିନିଷଟା ଆମ ଦେହରେ ଘଟିଛି। ଲାଷ୍ଟ 7 years ଆମେ କେମିତି କଟେଇଛୁ, ପ୍ରତ୍ୟେକ ମୋମେଣ୍ଟ ଆମ ପାଇଁ ଗୋଟେ ଗୋଟେ ଯୁଗ ପରି ଲାଗୁଛି। ଆମେ ଚାତକ ପକ୍ଷୀ ପରି ଅନେଇ ବସିଥିଲୁ ରାୟକୁ, ଯାହା ହେଲେ କାଲି ତା ପ୍ରକାଶ ପାଇବ। ସାର୍ ଏଇ ଯୋଉ ବମ୍ ବ୍ଲାଷ୍ଟ ମାନେ ସାରା ଓଡ଼ିଶାକୁ ଦୋହଲେଇ ଦେଇଥିଲା, ତ ସେ ଯୋଉ ଯଦି ଦୋଷୀ ସାବ୍ୟସ୍ତ ହୁଏ ସେ ମାନେ କି ପ୍ରକାର ତାକୁ ଦଣ୍ଡ ଦେବା କଥା ଆପଣ ଭାବୁଛନ୍ତି? ମୁଁ ଆପଣଙ୍କ କଥାକୁ ଟିକେ ରେକ୍ଟିଫାଏ କରିବାକୁ ଚାହିଁବି। ଏଟା ଇଣ୍ଡିଆରେ ଫାଷ୍ଟ, ୱାର୍ଲଡରେ ସେକେଣ୍ଡ। এই ପ୍ରକାର କ୍ରାଇମ ଇଣ୍ଡିଆରେ ପ୍ରଥମ ଥର ପାଇଁ ହେଇଛି, ଆଉ ୱାର୍ଲଡରେ ସେକେଣ୍ଡ ଥର ପାଇଁ ଏଟା ହେଇଛି। ଏମିତି କ୍ରାଇମ ଆକ୍ଚୁଆଲି ଏଟାକୁ କୁହାଯାଏ ରେୟାରେଷ୍ଟ ଅଫ ଦି ରେୟାର। ମାନେ ଗୋଟେ ସାଧାରଣ ଜିନିଷ ପାଇଁ ଗୋଟେ ଲୋକ ମାନେ କାହାକୁ କିଛି ନ ଜଣାଇ ନିଜ ଭିତରେ ଦୀର୍ଘ ଦିନ ଧରି ରାଗଟାକୁ ରଖି ସେ ପାର୍ସଲ ବମ୍ ତିଆରି କରିଛି। ମୋ ପୁଅର ବାହାଘର ବେଳେ ତାକୁ ପାର୍ସଲରେ ରାୟପୁରରୁ ଯାଇକରି ଏଠିକୁ ପଠେଇଛି। ମୁଁ ଭାବିପାରୁନି ମୋର ଭାଗ୍ୟ ନା ସୌଭାଗ୍ୟ ନା ଦୁର୍ଭାଗ୍ୟ, ମୁଁ ଜାଣିପାରୁନି। ଯଦି ରିସେପସନ ଦିନ ସେଇ ପାର୍ସଲଟା ଖୋଲା ହେଇଥାନ୍ତା ତାହେଲେ କେତେ ଯେ ଲୋକ ମରିଥାନ୍ତେ ତାର ସୀମା ନାହିଁ। ରିସେପସନ ଦିନ ତ ତାହା ଖୋଲା ହେଇ ପାରିଲାନି, 23 ତାରିଖରେ ଖୋଲା ହେଲା। ଆଉ ଖୋଲୁ ଖୋଲୁ ମୋ ପୁଅ, ମୋ ପିଉସୀ, ମୋ ବୋଉ ସମସ୍ତେ 2 ଜଣ ତ ଡେଥ୍ କରିଗଲେ, ପୁଅ ଆଉ ପିଉସୀ ଡେଥ୍ କରିଗଲେ। ବୋଉଟା ହାଫ୍ ଡେଡ୍ ହେଇକରି ସେ କଟକରେ ବହୁତ ଦିନ ଧରି ଚିକିତ୍ସିତ ହେଲା ପରେ ସେ ଘରକୁ ଫେରିଲା। ଦେଖନ୍ତୁ, ଆପଣମାନେ ସମସ୍ତେ ଜାଣିଥିବେ କ୍ରାଇମ ମୋର ହିସାବରେ ଏହା ଏକ ଟେରରିଷ୍ଟ ଆକ୍ଟିଭିଟିରୁ କୌଣସି ଗୁଣରେ କମ ନୁହେଁ। ଜଷ୍ଟ ରିସେଣ୍ଟଲି ଏବେ ଆପଣମାନେ ଶୁଣିଥିବେ ଆମର ଇଣ୍ଡିଆର ନିରୀହ ଲୋକମାନେ କାଶ୍ମୀର ବୁଲିବାକୁ ଯାଇଥିଲେ, ଆଉ ସେଠି ଆତଙ୍କବାଦୀ ମାନେ ତାଙ୍କୁ ଧର୍ମ ପଚାରି ତାଙ୍କୁ ସିଧା ଫ୍ରଣ୍ଟ ଟୁ ଫ୍ରଣ୍ଟ ଗୁଲି ମାରି ଦେଇଥିଲେ। ସେଟା ତ ଟେରରିଷ୍ଟ ଆକ୍ଟିଭିଟି। କିନ୍ତୁ ଏଇ ପୁଞ୍ଜିଲାଲ ଯୋଉ କ୍ରାଇମ କରିଛି, ଏ କ୍ରାଇମ ପାଇଁ କି ଦୋଷ ମାନେ କି ଶାସ୍ତି ଦେବା କଥା ତାକୁ ଆପଣ ନିଜ ମନରେ? ସେଟା କହିବାକୁ ମୁଁ ଯାଉଛି। ମାନେ ନିରୀହ ଲୋକ, ମୋ ପୁଅ ତ କାହାର କିଛି ଖରାପ କରିନଥିଲା। ସେ ତ ଜାଣିନଥିଲା ସେ ପୁଞ୍ଜିଲାଲ କିଏ। ମା ତାକୁ କହିଲା ବାବା ଏଇଟା ମୋର କଲିଗ, ମୋର କଲେଜର କଲିଗ। ତାପରେ ସେ ଜାଣିଲା ଯେ, ଆଉ ତାକୁ ମୋର ପୁଅ ବୋଉ ନମସ୍କାର କଲେ ଷ୍ଟେଜ ଉପରେ। ମାନେ ମୁଁ ଯାହା କହୁଥିଲି ଆପଣଙ୍କର ସେ କାଶ୍ମୀରର କଥା, ଦେଖନ୍ତୁ ସେମାନଙ୍କୁ ଧର୍ମ ପଚାରି ତାକୁ ହତ୍ୟା କରାଯାଇଥିଲା, ଟେରରିଷ୍ଟ ମାନେ ହତ୍ୟା କରିଥିଲେ। କିନ୍ତୁ ପୁଞ୍ଜି କୋଉ ପ୍ରକାର, ସେ ଟେରରିଷ୍ଟରୁ ବି ଆଉ ବଡ ଟେରରିଷ୍ଟ। ମାନେ କାହାକୁ କିଛି ନ ପଚାରି, କାହାକୁ କିଛି ନ କହି ସିଧା ପାର୍ସଲଟା ପଠେଇଦେଲା। ପାର୍ସଲଟା ଆସିକରି ମୋର ପୁଅ ଖୋଲୁ ଖୋଲୁ ତାକୁ ବ୍ଲାଷ୍ଟ ହେଲା। ସେ ମୋ ପୁଅ ନାଁରେ କାହିଁକି ପାର୍ସଲଟା ମୋ ପୁଅ ନାଁରେ କାହିଁକି ପଠେଇଲା? ମୋ ସ୍ତ୍ରୀ ନାଁରେ କାହିଁକି ପଠେଇଲାନି? ମୋ ନାଁରେ କାହିଁକି ପଠେଇଲାନି? ଯଦି ମୋର ସ୍ତ୍ରୀ ତାର ରାଇବାଲ ଥିଲା, ତାକୁ ସେ ଆଟାକ କଲାନି କାହିଁକି? ଫ୍ୟାମିଲି ପ୍ରତି କାହିଁକି ସେ ଆଟାକ କଲା? ତ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ହିସାବରେ ଯେମିତି ଟେରରିଜିମ ପାଇଁ କୌଣସି ସ୍ଥାନ ନାହିଁ, ଆଉ ତାର ଗୋଟେ ନ ରିୱାର୍ଡ ଡେଥ୍, ପୁଞ୍ଜିଲାଲର ବି ସେମିତି ଫାଶୀ ଏକା ଦରକାର। ଫାଶୀ ଛଡା ତାକୁ ଅନ୍ୟ କୌଣସି ଦଣ୍ଡ ହେଲେ ଆମେ ଶାନ୍ତି ହେବୁନି, କି ମୋର ପୁଅର ଆତ୍ମା କେବେ ବି ଶାନ୍ତି ପାଇବନି।